जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बाଙ୍କୁ प्रणाम କରି ଆଜି ଆମେ ଆମର ଆଷ୍ଟ୍ରୋଲୋଜି ସେସନ କରିବା। ବହୁତ ପଞ୍ଚାଙ୍ଗ କଲେ ପଞ୍ଚାଙ୍ଗ ବି ଆଗକୁ ଜାରି ରଖିବା। ଗୋଟେ ଗୋଟେ ମେଜର ପ୍ରେଡିକ୍ସନ ଅଛି ସମସ୍ତଙ୍କ ପାଇଁ, ସ୍ପେସିଆଲି ଭାରତ ପାଇଁ। ଆମେ ଆଗକୁ ଓଡିଶାରେ ବି ଚେକ୍ କରିବା କୁଣ୍ଡଲି ଯାଇକି। ତ ଆମେ ଆଜି ସେ ବିଷୟରେ ହିଁ ଜେନେରାଲି କଥା ହବା କି କଣ ହବାକୁ ଯାଉଛି ଦେଶରେ। ଗୋଟେ ଗୋଚରର ଗୋଟେ ଜେନେରାଲ କନସେପ୍ଟ ଆମେ ଡିସ୍କସନ କରିବା। ଏଇଟା ଗୋଟେ ଏଜୁକେଶନାଲ, ପିଓରଲି ଏଜୁକେଶନାଲ ଭିଡିଓ ରହିବ। ଦେଖନ୍ତୁ, ଆଷ୍ଟ୍ରୋଲୋଜିରେ ସେଇଟା ହିଁ ସତ୍ୟ ଯୋଉଟା ବାସ୍ତବତା। ଯଦି ତୁମ ସହିତ ବାସ୍ତବତାରେ ଘଟୁଛି ଆଉ ଆଷ୍ଟ୍ରୋଲୋଜିକାଲ ପ୍ରେଡିକ୍ସନ ମ୍ୟାଚ୍ କରୁଛି, ତାହେଲେ ତୁମେ ଜାଣିବ ଯେ ଆକ୍ଚୁଆଲି ଆଷ୍ଟ୍ରୋଲୋଜି କାମ କରୁଛି। ଯଦି ବାସ୍ତବତାରେ ଘଟୁନି, ତାହେଲେ ତା ମାନେ କଣ ଆଷ୍ଟ୍ରୋଲୋଜି କାମ କରୁନି? ନା, ତା ମାନେ ଆଇଦର ସେ ଲୋକ ହାଇଲି ସ୍ପିରିଚୁଆଲ ଅଛି, ଅର ସେ ଏମିତିଆ କୌଣସି କାମ କରୁଛି ଯୋଉଟା କି ଗ୍ରହ ଯୋଉ ଟାଇମରେ ଯୋଉ ଆଲାଇନମେଣ୍ଟରେ ଅଛନ୍ତି, ସେ ଟାଇମରେ ସେ ସେଇଭଳି କାମ କରିଦଉଛି, ଯାହା ଦ୍ୱାରା କି ଗ୍ରହର ନିଡ ଟା ସାଟିସ୍ଫାଇ ହେଇପାରୁଛି। ମୋର ଗୋଟେ ଜେନେରାଲି ବ୍ରିଫ ଏକ୍ସାମ୍ପଲ ଦେବି, ଏବଂ ଏଇଟା ଫ୍ୟୁଚର ପ୍ରେଡିକ୍ସନ ବି ରହିବ ଭାରତ ବର୍ଷ ପାଇଁ, ଏବଂ କୁଣ୍ଡଲିରେ ସେଟା ଜାଣିବା ପାଇଁ, ଦେଖିବା ପାଇଁ ଯେ କଣ ହବାକୁ ଯାଉଛି, କଣ ନ ହବାକୁ ଯାଉଛି ଆଗକୁ। ତ ସେଇଟା ଅ, ଆମେ ବର୍ତ୍ତମାନ ତ କିଛି ଫୋରକାଷ୍ଟ କି ପ୍ରେଡିକ୍ସନ ଆମେ କହିପାରିବାନି କି କଣ ହବ କଣ ନାହିଁ। ଆମେ ଗୋଟେ ଆଜି ଆଷ୍ଟ୍ରୋଲୋଜିର ସିମ୍ପଲ ଫର୍ମୁଲା, ସିମ୍ପଲ ଫଣ୍ଡାମେଣ୍ଟାଲ ଗୁଡାକୁ ଆଲୋଚନା କରିବା କି ଏଇଟା ହେଲେ କଣ ହବ। ସମସ୍ତେ ବି ନିଜ ନିଜର ଓପିନିଅନ ମତ ଦେଇପାରିବେ, ସେମିତି ନାହିଁ କି ଖାଲି ମୁଁ ଏକା କହିବି। ତ ଚାଲନ୍ତୁ ଆରମ୍ଭ କରିବା। ଅ, ଆଗାମୀ ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର କେମିତି କଣ ରହିବ, ଆମେ 2 ମାସରେ ହିଁ କରିବା। ଅଧିକା କଲେ ମୁଣ୍ଡ ବିନ୍ଧିବ, ତେଣୁ ଚାଲନ୍ତୁ ଷ୍ଟାର୍ଟ କରିବା। ତ ଆମେ ଭାରତର, ଇଣ୍ଡିଆର ସ୍କ୍ରିନ୍ ଆସୁଛି କି? यस यस। ମୁଁ ଭାଇ ନର୍ଥ ଇଣ୍ଡିଆନ ପଢିଛି, ମୁଁ ନର୍ଥ ଇଣ୍ଡିଆନ ଚାର୍ଟ ଦେଖେଇବି। ମୁଁ ସାଉଥ ଇଣ୍ଡିଆନ ଚାର୍ଟ, ମାନେ ଯୋଉ ଓଡିଶା ଚାର୍ଟ ଉପରେ ମୁଣ୍ଡ ଖେଳେଇବି ନାହିଁ। ଆଉ ମୁଁ ସେଇଟା କ୍ଲିୟର କରିଦଉଛି ଆଗରୁ ଯେ କେମିତି କଣ ହଉଛି, କଣ କେମିତି ଯାଉଛି। ଆଉ ଓଡିଶା ଚାର୍ଟ ଯୋଉମାନେ ଚାହିଁବେ ସେମାନେ ତାଙ୍କ ରେଫରେନ୍ସ ପାଇଁ ବନେଇ ପାରିବେ। ୟା ବିଷୟରେ ୟା ବିଷୟରେ ଆମେ ଟିକେ କିଛି କିଛି ଆଲୋଚନା କରିବା। ତ ଚାଲନ୍ତୁ ସର୍ବପ୍ରଥମେ ଭାରତର କୁଣ୍ଡଳୀ ଟା ବନେଇବା। ଭାରତର ହଉଛି ବୃଷଭ ଲଗ୍ନର କୁଣ୍ଡଳୀ। ଆମର ଭାରତ, ଆମେ ସମସ୍ତେ ଜାଣିଛେ, 15 ଅଗଷ୍ଟ 1947 ରାତି 12ଟାରେ ସ୍ଵାଧୀନତା ପାଇଥିଲା। ସେମିତି ଦେଖିବାକୁ ଗଲେ ଭାରତର କିଛି କୁଣ୍ଡଳୀ ନାହିଁ, କାରଣ ଇଏ ସନାତନ ଧର୍ମର ସଂସ୍କୃତି, ସନାତନ ଧର୍ମର ପରମ୍ପରା। ଆବାହମାନ କାଳରୁ ଭାରତ ଆର୍ଯ୍ୟ ଭୂମିରେ ଚାଲି ଆସେ, କିନ୍ତୁ ଯେହେତୁ ଇଂରେଜ ମାନଙ୍କ କବଳରୁ ଏଇ ଟାଇମ ଫ୍ରେମ ରେ ମୁକ୍ତ ହେଇଥିଲା, ତ ଏଇଟାକୁ ଆମେ ଗୋଟେ ଲୋକ ଷ୍ଟାଣ୍ଡେଇ ନେଇକି କାମ କରୁଛୁ କି ଏଇ ଗୋଟାକ ହେଉଛି ଗୋଟେ ପଏଣ୍ଟ, ଯୋଉ ପଏଣ୍ଟରେ କି ଆମେ ଆମର ଯୋଉ ଇଏ କବଳରୁ, ପରାଧୀନତା କବଳରୁ ରକ୍ଷା ପାଇଛୁ, ଆମେ ସ୍ଵାଧୀନ ହେଇଛୁ ସେଦିନ। ତ ଭାରତର ହଉଛି ବୃଷଭ ଲଗ୍ନର କୁଣ୍ଡଳୀ। ବୃଷଭ ଲଗ୍ନ, ଏଇଟା ହଉଛି ବୃଷଭ ଲଗ୍ନ, ହେଲା ଭାରତର କୁଣ୍ଡଳୀ। ଲଗ୍ନରେ ରାହୁ ମହାରାଜ ବସିଛନ୍ତି, ମଙ୍ଗଳ ମହାରାଜ ବସିଛନ୍ତି ଦ୍ଵିତୀୟ ହାଉସରେ, ରବି, ଶନି, ଶୁକ୍ର, ବୁଧ, ଚନ୍ଦ୍ର। ଦେଖୁଛନ୍ତି, ପାଞ୍ଚ ଗ୍ରହୀ ଯୋଗ ଚାଲି ହେଇଛି। ମୁଁ ଏଇଟା କାହିଁକି କହୁଛି ସେଇଟା ଆପଣ ଧୀରେ 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 ବୁଝିପାରିବେ। ମୁଁ ଏଇଟା କାହିଁକି, ମୁଁ ଏଠି କାହିଁକି ଏଇଟା ସିରିୟସନେସ୍ ନେଇକି କହୁଛି, ଆପଣ ମାନେ ବୁଝିପାରିବେ ଆଗକୁ। ତ ଏଇଟା ହେଲା 2, ହେଲେ ଏଇଟା ହବ
ଏଟା ଲଗ୍ନ ହେଲା 3, 4, 5, 6, 7, 8, 9, 10, 11, 12, 1, 1 ସରି 1। ଯଦି ଆମେ ଆର ଇଏ କୁଣ୍ଡଲି ବନେଇବା, କୋଉ କୁଣ୍ଡଲି ମାନେ ମାନେ ଉତ୍କଳୀୟ ପରମ୍ପରାର କୁଣ୍ଡଲି ବନେଇବା, ତାହେଲେ ଭାରତର କୁଣ୍ଡଲି ଏମିତି ଦେଖାଯିବ। ଏଇଟା ହେଲା ଲଗ୍ନ ନବା। ଏଇଠି ରାହୁ ମହାରାଜ ଯଦି ଏଇଠି ରହିଲେ, ଏଇଟା ହବ 1, 2, 3, 4, 5, 6, 7, 8, 9, 10, 11, 12। ଠିକ ଅଛି। ତ ଆ, ମୁଁ ବେଶୀ କିଛି ଇଏକୁ ଯିବିନି, ଆ, ମାନେ ଅଧିକା ଇଏ ଯିବିନି। ତ ଇଣ୍ଡିଆର ନକ୍ଷତ୍ର ହଉଛି ପୁଷ୍ୟା ନକ୍ଷତ୍ର। ପୁଷ୍ୟା କର୍କଟ। ମୁନ ଟା ହଉଛି କର୍କଟ ରାଶିରେ ଅଛି। ମୁନ ଟା କର୍କଟ ରାଶିରେ ଅଛି, ପୁଷ୍ୟା ନକ୍ଷତ୍ର। ତ ପୁଷ୍ୟା ନକ୍ଷତ୍ର କିଏ କହିପାରିବ ଏଟା କେତେ ନମ୍ବର ନକ୍ଷତ୍ର? ଏଟା କେତେ ନମ୍ବର ନକ୍ଷତ୍ର ପୁଷ୍ୟ ନକ୍ଷତ୍ର? କିଏ ୟାକୁ ରୁଲ କରନ୍ତି? କିଛି ମନେ ରଖୁନା, ମନେ ରଖିଲେ କେମିତି ହବ? ପୁଷ୍ୟ ନକ୍ଷତ୍ର କୋଉଟା? ଆରେ ମୋ ଭଏସ ଆସୁଛି ତ, ନା ମୁଁ ଏମିତି ଗପୁଛି? କ୍ୟାନ୍ସର କ୍ୟାନ୍ସର। ଆରେ ପୁଷ୍ୟ ନକ୍ଷତ୍ର କେତେ ନମ୍ବର ନକ୍ଷତ୍ର, ମୋର ପ୍ରଶ୍ନ ସେଇଟା। 8 ନମ୍ବର। ହଁ ସେଇଆ ତ ଲେଖିଲି ଏଇଠି, 8/4। ତ ଇଏ ହେଲେ କେତୁ ମହାରାଜ ଏଇଠି ରହିଲେ, ଆଉ ଗୁରୁ ଏଠି ରହିଲେ। ହେଇଗଲା ବୋଧେ ଗ୍ରହ ସଂଖ୍ୟା 1, 2, 3, 4, 5, 6, 7, 8, 9। ତାହେଲେ ଏଠି ଆମ ଉତ୍କଳୀୟ କୁଣ୍ଡଳ ଟା ଦେଖିଦବା ଟିକେ। କେତୁ, ଲଗ୍ନରେ ରାହୁ ରହିଲେ, ଏଠି ଆମର ମଙ୍ଗଳ ଦେବ ରହିଲେ, 3 ନମ୍ବର ଘରେ ରବି, ଶନି, ଶୁକ୍ର, ବୁଧ, ଚନ୍ଦ୍ର। ଠିକ ଅଛି। ଇଏ ହେଲା ଆମର ଭାରତର କୁଣ୍ଡଳୀ। ବର୍ତ୍ତମାନ ଆମେ ଜାଣିଛେ ଗୋଚର ଟା ହଉଛି ଏଇଆ, ଯାହାକି ଆପଣ ମାନଙ୍କୁ ଗୋଟେ ବ୍ରିଫ ଆଇଡିଆ ଦବ ଯେ ଆପଣ ମାନେ ଭାରତର କୁଣ୍ଡଲୀକୁ ଦେଖିଲେ। ବର୍ତ୍ତମାନ ଟ୍ରାନଜିଟ ରେ, ଗୋଚରରେ, ମାନେ ବର୍ତ୍ତମାନ ସେଇଟା ତ ସେତେବେଳର ଗ୍ରହ ମାନେ ତ ବୁଲୁଛନ୍ତି ନା, ଗ୍ରହ ମାନେ ତ ସେମିତି ଷ୍ଟାଟିକ ହେଇକି ନାହାନ୍ତି। ବର୍ତ୍ତମାନ କଣ ହେଇଛି ନା, ଆପଣ ସମସ୍ତେ ଅବଗତ ଯେ 29 ତାରିଖରେ କେତୁ ମହାରାଜ ତାଙ୍କର ଜାଗା ପରିବର୍ତ୍ତନ କରିକି ସିଂହ ରାଶିକୁ ପଳେଇ ଆସିଛନ୍ତି। Yeah. ଏଟା ସିଂହ ରାଶି। ଠିକ ଅଛି। ଯେହେତୁ କେତୁ ମହାରାଜ ସିଂହ ରାଶିକୁ ପଳେଇ ଆସିଛନ୍ତି, ବର୍ତ୍ତମାନ କେତୁ ମହାରାଜ ତ ଗୋଟେ ରାଶିରେ ପ୍ରାୟତଃ 18 ମାସ ରହନ୍ତି, ଆପ୍ରୋକ୍ସିମେଟଲି 18 months, ମାନେ ଗୋଟେ ବର୍ଷ 6 ମାସ କେତୁ ମହାରାଜ ରହିବେ ଏଠି। ଠିକ ଅଛି। ବର୍ତ୍ତମାନ 6 ଜୁନ 2025 ରୁ, 6 ଜୁନ ମାନେ ଏଇ 6 ଜୁନ 2025 ରୁ ପ୍ରାୟତଃ 28 ଜୁଲାଇ 2025 ଯାଏଁ ମଙ୍ଗଳ ଦେବ ବି ଏଇଠିକି ପଳେଇ ଆସିବେ ଗୋଚରରେ।
ବୁଝିପାରିଲେ? ଗୋଚର କଥା ମୁଁ କହୁଛି। ମୋ କଥାଟା ବୁଝିପାରୁଛନ୍ତି ନା ବୁଝିପାରୁନାହାନ୍ତି? ତାପରେ ଏଇଟା ନ ବୁଝିପାରିଲେ ଆଗକୁ ମତେ କହିବେନି ଯେ ଲାଷ୍ଟ କୁ କଣ କହିଥିଲ, ତମକୁ ଖାଲି ଆଚମ୍ବିତ ହବ, କିନ୍ତୁ ତମେ କିଛି କହି ହିଁ ପାରିବନି। ଠିକ ଅଛି, 6 ଜୁନରୁ ରାତିରୁ ଜୁଲାଇ 28 ପର୍ଯ୍ୟନ୍ତ ମଙ୍ଗଳଦେବ ଏଇଠିକି ପଳେଇ ଆସିବେ। ଯଦି ଉତ୍କଳୀୟ କୁଣ୍ଡଳୀରେ ଦେଖିବା ତାହେଲେ ସିଂହ ଘରେ କେତୁ ମହାରାଜ ଆଉ ମଙ୍ଗଳ ମହାରାଜଙ୍କର ଯୁତି ବନୁଛି। ଆଚ୍ଛା। ଆଚ୍ଛା, ଏବେ ଦେଖନ୍ତୁ, ରବି ହଉଛନ୍ତି ଅଗ୍ନି ତତ୍ଵ, ମଙ୍ଗଳ ମହାରାଜ ବି ହଉଛନ୍ତି ଅଗ୍ନି ତତ୍ଵ, କେତୁ ମହାରାଜ ବି ଅଗ୍ନି ତତ୍ଵ। ଠିକ ଅଛି, ତିନିଟା ଯାକ ଅଗ୍ନି ତତ୍ଵ ରବିଙ୍କ ଜାଗାରେ ହଉଛି, ମାନେ ରବିଙ୍କ ଘରେ ସିଂହ ରାଶିରେ ବନୁଛି। ଏଇଟା ହେଲା ସିଂହ ରାଶି। ତିନିଟା ଯାକ ଅଗ୍ନି ତତ୍ଵ ସିଂହ ରାଶିରେ ବନି ଯାଉଛନ୍ତି। ତାହେଲେ କଣ ହବ ଏଇ 6 ଜୁନ ଆଉ 28 ଜୁଲାଇ ଭିତରେ? ରବି ଆମକୁ କଣ ସିଗ୍ନିଫାଇ କରନ୍ତି? ରବି ଆମକୁ କୁଣ୍ଡଳୀରେ କଣ କଣ ସିଗ୍ନିଫାଇ କରନ୍ତି? अभी ରବି ରବି ଆମକୁ କୁଣ୍ଡଳୀରେ ସିଗ୍ନିଫାଇ କରନ୍ତି ସରକାର, गवर्नमेंट को ଗଭର୍ଣମେଣ୍ଟ, ଆତ୍ମା, ପିତା, रेस्पेक्ट। ସାମାଜିକ ସମ୍ପର୍କ, ଫେମ। ଠିକ ଅଛି, यस। ଠିକ ଅଛି। ତାହେଲେ ସିଂହ ରାଶିରେ ଯଦି ମଙ୍ଗଳ କେତୁର ବନୁଛି ଆ, ଯୁତି, ତାହେଲେ हाँ, ବୃଷଭ ଲଗ୍ନ ପାଇଁ ସିଂହ ରାଶିଟା କେତେ ନମ୍ବର ଘରକୁ ଘରେ ଆସୁଛି? 4 नंबर। 4 ନମ୍ବର ଘରରୁ ଆମେ କଣ କଣ ଦେଖୁ? मदर एंड फैमिली। ଆଗ ଦେଖୁ ମା, ତାପରେ ଦେଖୁ କଣ ଦେଖୁ ନା ମାନସିକ ଶାନ୍ତି, हम्म। ତାପରେ ଦେଖୁ ସୁଖ ସୁବିଧା। କ୍ଲିୟର ନା ନାଇଁ? हम्म। ଘର। ଠିକ ଅଛି, ଏଇ ଚାରିଟା ଜିନିଷ ଡିସ୍କସନ କରିବା। ଠିକ ଅଛି, हम्म। ମଙ୍ଗଳ ମହାରାଜଙ୍କଠୁ ଆମେ କଣ କଣ ଦେଖୁ? ମଙ୍ଗଳ ମହାରାଜଙ୍କର କାରକ ତତ୍ଵ କଣ ନା ସେ ସେନାପତି। ଠିକ ଅଛି, ମଙ୍ଗଳ ମହାରାଜଙ୍କୁ ଏଇଟା ବି ଆମେ ଦେଖୁ ଯେ ସେ ଅ ଯୁଦ୍ଧର, କନଫ୍ଲିକ୍ଟ ର କାରକ, हम्म। ଭୂମିର କାରକ, प्रॉपर्टी। ସୀମାର କାରକ। ଏ ଅନେକ ଅଛି, ମୁଁ ବହୁତ ଅଛି, ଏମିତି ହଜାର ହେଲେ ହଜାର କହି ହେଇଯିବ। କେତୁ ମହାରାଜଙ୍କଠୁ କଣ ଦେଖୁ? ଡିଟାଚମେଣ୍ଟ, କାଟିଦବା, ସ୍ପିରିଚୁଆଲିଟି, କୋଡିଂ, ଆର୍ମି, ଏଗୁଡା ଦେଖୁ ନା ନାଇଁ? हम्म। ମନେ ରଖନ୍ତୁ, ଆର୍ମିକୁ କେତୁ ମହାରାଜ ଆର୍ମିକୁ ରିପ୍ରେଜେଣ୍ଟ କରନ୍ତି। ଆପଣଙ୍କୁ କିଛି ଜଣା ପଡିଲାଣି ନା ମୁଁ ଆଉ ଏକ୍ସଟ୍ରା କହିବି ଗୋଟେ ଗୋଟେ କରି? ହୁଁ। କେହି କିଛି କମେଣ୍ଟ କରିବାକୁ ଚାହିଁବେ ଆ ଉପରେ? ମଙ୍ଗଳ ଯେହେତୁ ଭୂମିର କାରକ, ଅଗ୍ନି ତତ୍ଵରେ କେତୁ ବସିଛନ୍ତି, हम्म। ହେଇପାରେ ଏଇ ସମୟ ଭିତରେ ଭାରତରେ ଯୋଉଠି ମାନେ ମେଜର ଭୂମିକମ୍ପ ଆସିବାର ସମ୍ଭାବନା ଅଛି। हम्म। ମଙ୍ଗଳ ଯୁଦ୍ଧର ପ୍ରତୀକ, ଆର୍ମି ହଉଛନ୍ତି କେତୁ, ହେଇପାରେ
ସୀମାକୁ ନେଇକି ବିବାଦରେ ଆର୍ମି ଏବେ ତ ଯୁଦ୍ଧ ଲଢିଛି, ପୁଣି ୱାର ଷ୍ଟାର୍ଟ ହବାର ସମ୍ଭାବନା ଅଛି। ହୁଁ ଠିକ ଅଛି। ଯେହେତୁ ଭାରତର ଚତୁର୍ଥ ଘରେ ଏଇ ମାନେ ଇଣ୍ଡିଆ କୁଣ୍ଡଲୀର ଚତୁର୍ଥ ହାଉସ ମାନେ ମା କୁ ନେଇ କରାଗଲା, ମାନେ ମା ମାନଙ୍କୁ ପ୍ରୋବ୍ଲେମ, ମା କୁ ପ୍ରୋବ୍ଲେମ ମାନେ କଣ, ମଦରଲ୍ୟାଣ୍ଡ କୁ କିଛି ପ୍ରୋବ୍ଲେମ ଅଛି। ହୁଁ ଇଣ୍ଡିଆରେ ମାନସିକ ଶାନ୍ତି ରହିବନି, ଇଣ୍ଟରନାଲ କନଫ୍ଲିକ୍ଟ ଲାଗି ରହିବ କୌଣସି ନା କୌଣସି, ପରସ୍ପର ପରସ୍ପର କନଫ୍ଲିକ୍ଟ ଲାଗି ରହିବ। କାହିଁକି କନଫ୍ଲିକ୍ଟ ଲାଗି ରହିବ, ତା କାରଣ ହଉଛି ସିଂହ ରାଶି। ସିଂହ ରାଶି କଣ ରିପ୍ରେଜେଣ୍ଟ କରେ, ସରକାର। ମାନେ ସରକାରୀ ଦଳ ମାନେ ଆପସରେ ଏମିତିଆ ବାଡିଆ କଚଡା, ଏମିତିଆ ହୀନ ପରିସ୍ଥିତିକୁ ପଳେଇବେ ଯେ ସେଠୁ ସଡନ ପ୍ରୋବ୍ଲେମ ଆରମ୍ଭ ହବ। ସୁଖ ସୁବିଧାରେ ପଜିଟିଭ ଆସ୍ପେକ୍ଟ ଦେଖିବା, ଇଣ୍ଡିଆ ମାର୍ସ କୋଡିଂ କୁ ବି ରିପ୍ରେଜେଣ୍ଟ କରେ। ମୁଁ ଲେଖିଛି କୋଡିଂ, ମାର୍ସ ଏ ଯୋଉ ଇଣ୍ଡିଆ ଏଆଇ କ୍ଷେତ୍ରରେ କିଛି ଉନ୍ନତି କରିପାରେ, ଟେକ୍ନୋଲୋଜି କ୍ଷେତ୍ରରେ କିଛି ଆଡଭାନ୍ସମେଣ୍ଟ ତାକୁ ମିଳିପାରେ। ତ ମୋଟାମୋଟି କହିବାକୁ ଗଲେ ଏମିତି ଆମେ ଗୋଟେ ଗୋଚରର ପ୍ରେଡିକ୍ସନ କରୁଛୁ କି ହୁଏତ ଭୂମିକମ୍ପ ଆସିପାରେ, ଚାहे ତ ସୀମା ବିବାଦକୁ ନେଇକି ପ୍ରୋବ୍ଲେମ ଆସିପାରେ, ଆଉ ବେସିକାଲି ନର୍ଥର ପ୍ରୋବ୍ଲେମ ଆସିପାରେ ସୀମା ବିବାଦକୁ ନେଇକି। କାରଣ ସିଂହ, ଏଇଟା ଦେଖନ୍ତୁ, ଏଇଠି ଆପଣ ଯଦି ଜାଣିପାରିବେ ଲଗ୍ନ ଉଦିତ ହେଲା, ଏଇଟା ପୂର୍ବ ଦିଗ, ପୂର୍ବ ପଶ୍ଚିମ, ମାନେ ବୃଷଭ ଲଗ୍ନ ପାଇଁ ଏଇଟା ପୂର୍ବ, ଏଇଟା ପଶ୍ଚିମ, ଏଇଟା ହେଲା ଉତ୍ତର, ଏଇଟା ହେଲା ଦକ୍ଷିଣ। ତ ଏଇ ଯୋଉ କମ୍ବିନେସନ ଟା ବନୁଛି, ଏଇଟା କୋଉ ଦିଗରେ ବନୁଛି, କରନ୍ତି ଉତ୍ତର ଦିଗରେ, ହଁ କି ନାଇଁ? ତାହେଲେ ନର୍ଥ। ଲଢେଇ ମେ ବି, ସୀମା ବିବାଦ ମେ ବି ଚାଇନା ସହିତ ହେଇପାରେ, ନହେଲେ ପାକିସ୍ତାନ ସହିତ ହେଇପାରେ, ନହେଲେ ପିଓକେ ସହିତ, ପିଓକେ କୁ ଆସିପାରେ, ହୁଁ ପିଓକେ ମେ ବି ଆମ ପାଖକୁ ଆସିପାରେ। ଏଇଭଳିଆ ଯୋଗ, ମୁଁ ଜଷ୍ଟ ଟିକେ ରିସର୍ଚ୍ଚ କରୁଥିଲି, ଏଇଭଳିଆ ଯୋଗ 1989 ର ଅଗଷ୍ଟ ମାସରେ, ସେପ୍ଟେମ୍ବର ମାସରେ ଆସିଥିଲା ବୋଧେ, ଜୁଲାଇ ଅଗଷ୍ଟ ସେପ୍ଟେମ୍ବର, ଏଇ ମୋର ଠିକ ସେ ମନେ ପଡୁନି, ହୁଁ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଆସିଥିଲା। ସେତେବେଳେ କଣ ହେଇଥିଲା ନା, ଭାରତର ଉତ୍ତର ଦିଗରେ କାଶ୍ମୀର ହିନ୍ଦୁ ପଣ୍ଡିତ ମାନଙ୍କୁ ମାରି ମାରିକି ଭଗେଇ ଦିଆଯାଇଥିଲା। ମଣ୍ଡଳ କମିଶନ ଆସିଥିଲା, ହୋଲ ୱାର୍ଲଡ ଗୋଟେ କାଉଜ, ମାନେ ଗୋଟେ ମାନେ ଏତେ ପ୍ରୋବ୍ଲେମେଟିକ ସିଚୁଏସନ ଆସି ଯାଇଥିଲା କହିବା ବାହାରେ, ଏବଂ କିଛି ଭଲ ବି ହେଇଥିଲା। ଇଷ୍ଟ ଜର୍ମାନୀ ୱେଷ୍ଟ ଜର୍ମାନୀ ମିଶି ଯାଇଥିଲା, ଏମିତି ବହୁତ କିଛି ଅଛି, ବହୁତ କିଛି ହେଇଥିଲା। ମୋର କହିବାର ତାତ୍ପର୍ଯ୍ୟ ହେଲା, ଏଇଟା ତ କେବଳ ବୃଷ ଲଗ୍ନ ପାଇଁ ମୁଁ ବତେଇଲି, ତମ ମାନଙ୍କ ଲଗ୍ନ ମାନେ ତମେ ମାନେ ଦେଖିନିଅ, ଆଉ ତମର ସିଂହ ରାଶି ତମ ଲଗ୍ନରେ କୋଉଠି ଆସୁଛି ସେଇଟା ଦେଖିନିଅ। ତମ ମାନଙ୍କୁ, ତୁମ ସିଂହ ରାଶିକୁ ନେଇକି ତୁମ ସୂର୍ଯ୍ୟ ଯଦି ଇନଫ୍ଲିକ୍ଟ ହେଇଛି, ତୁମ ଇଏ ଯଦି ଇନଫ୍ଲିକ୍ଟ ଅଛି, ତାକୁ ନେଇକି ସିରିୟସ ରହିବାକୁ ପଡିବ। କାରଣ ମାର୍ସ ବ୍ଲଡ ର ବି କାରକ, ମାର୍ସ କେତୁ ଆକ୍ସିଡେଣ୍ଟ ର କାରକ, ମାର୍ସ ବି ଆକ୍ସିଡେଣ୍ଟ ର କାରକ। ଯଦି ତୁମେ କନ୍ୟା ଲଗ୍ନ ବାଲା, ତ ବି ପ୍ରିପେୟାର୍ଡ, ରେମେଡି କରିଚାଲ। ଯଦି ତମେ ଲଗ୍ନ ବାଲା, ତମକୁ ଏତେ ଟେନସନ ନବାକୁ ଭାବିବାକୁ ପଡିବନି, ମାର୍ସ ତମ ପାଇଁ ପଜିଟିଭ ଗ୍ରହ, ତୁମ ତମ ଉପରେ ବି ପ୍ରୋବ୍ଲେମ ସମସ୍ତଙ୍କୁ ହବ, ସମସ୍ତଙ୍କୁ ହିଁ ପ୍ରୋବ୍ଲେମ ହବ। ମାର୍ସ କେତୁର କଂଜକ୍ସନ ଟା ଭଲ ନୁହେଁ। ଶନି ରାହୁର ଟ୍ରାନଜିଟ ରେ ଯୁଦ୍ଧ ହେଇଗଲା, ମାର୍ସ କେତୁର ଟ୍ରାନଜିଟ ରେ ବହୁତ ଲୋକଙ୍କୁ ପ୍ରୋବ୍ଲେମ ହବ। ବୃଷଭ ଲଗ୍ନରେ ତ କହିଲି, ମିଥୁନ ଲଗ୍ନ ବାଲାଙ୍କ ପାଇଁ ମାର୍ସ କୁ 11th ହାଉସ ଲର୍ଡ, ତାଙ୍କର ମାନେ କଣ, ମାର୍ସ କେତୁର କମ୍ବିନେସନ ବନୁଛି 3rd ହାଉସ ରେ। ଯଦି କୌଣସି ଲୋକର ମାର୍ସ କେତୁର କଂଜକ୍ସନ ବନେ ଚାର୍ଟ ରେ, ତାହେଲେ ଏଇଠୁ ଗୋଟେ
ଆ, ଆମେ ଜେନେରାଲି ଗୋଟେ ଭାବୁ ଯେ ମାର୍ସ କେତୁର ଏଇଟା ନେଇକି ଆସିଛି ମାନେ ୟାର ପ୍ରିଭିୟସ ଜନ୍ମର ଅପମୃତ୍ୟୁ ହେଇଥିଲା। ଆମେ ଭାରତ ମାତାକୁ ମା ବୋଲି ଭାବୁ, ଯେହେତୁ ଏଇଟା ଇଣ୍ଡିଆର କୁଣ୍ଡଲି, ଏଇଟା ଫିମେଲ କୁଣ୍ଡଲି, ଏଇଟା ମେଲ କୁଣ୍ଡଲି ନୁହଁ। ମାର୍ସ କେତୁ ତ ଭାରତର ସ୍ଵାମୀ, ମାର୍ସ କେତୁର ଯଦି କୌଣସି ଝିଅର କୁଣ୍ଡଲିରେ କମ୍ବିନେସନ ଥାଏ ତାହେଲେ ତାର ସ୍ଵାମୀ ସହିତ ତାର ପଡେ ନାହିଁ। ହେଇପାରେ ଗଭର୍ଣମେଣ୍ଟ ଏଗେନଷ୍ଟରେ ଏମିତି କିଛି ନ୍ୟାରେଟିଭ ସେଟ ହେଇପାରେ ଯେ ଗଭର୍ଣମେଣ୍ଟ ହଲିପାରେ। ମେ ବି, ମେ ବି, ମାଇଟ ବି ଚାନ୍ସ, ଆମେ କହୁନୁ ଏଇଟା ହବ, କିନ୍ତୁ ବର୍ତ୍ତମାନ ଆମେ ପାଞ୍ଚଟି ପ୍ରେଡିକ୍ସନ ରେ ଇଏ କରିବା, ସମାପ୍ତ କରିବା। କି ଭାରତର କଥା ଆମେ ଡିସ୍କସନ କରୁଥିଲୁ, ସମସ୍ତେ ବି ଡିସ୍କସନ କରୁଥିଲୁ, ମେ ବି ଭୂମିକମ୍ପ ଆସିପାରେ, ମେ ବି କିଛି ଭାରତକୁ ନୂଆ ଟେକ୍ନୋଲୋଜି ମିଳିପାରେ, ମେ ବି ଇଣ୍ଟରନାଲ କନଫ୍ଲିକ୍ଟ ଗୋଟେ ଉଗ୍ର ରୂପ ନେଇପାରେ। ଆଇଦର ସାଇଡ, ସରକାର ହଉ ଇଏ ହଉ, ଯୋଉ ଯୋଉ ସ୍ପେସିଆଲି ଗଭର୍ଣମେଣ୍ଟ ର ପଲିଟିକ୍ସ କରୁଛନ୍ତି ସେ ଉଗ୍ର ରୂପ ନେଇପାରେ। ମେ ବି ବିଶ୍ୱରେ ଆଉଥରେ କିଛି ଯୁଦ୍ଧ ଆରମ୍ଭ ହେଇଯାଇପାରେ ଏବଂ ବହୁତ ଧନ ଜୀବନ ନଷ୍ଟ ହେଇପାରେ, ଯୋଉଟା କି ଏବେ ଚାଲିଛି ମଧ୍ୟ, ଚତୁର୍ଗ୍ରହୀ ପଞ୍ଚଗ୍ରହୀ ଯୋଗ ଯୋଗୁଁ। ନୂଆ ଟେକ୍ନୋଲୋଜି, ଭାରତକୁ ନୂଆ ଟେକ୍ନୋଲୋଜିର ଜିନିଷ ଏଆଇ ହଉ ବା ନୂଆ ଟେକ୍ନୋଲୋଜିକାଲ ଇନଭେଷ୍ଟମେଣ୍ଟ ଏଫଡିଆଇ ହଉ ଆସିପାରେ ଟେକ୍ନୋଲୋଜି ରିଲେଟେଡ। ସଡନ ଇମ୍ପଲସିଭ ଡିସିସନ ନିଆଯାଇପାରେ ଇଣ୍ଡିଆରେ କୌଣସି ପଲିସିକୁ ନେଇକି। ଏଇ ସବୁ ପସିବିଲିଟିଜ ଗୁଡା ରହିଛି। ଆଗାମୀ ଦିନରେ ଆମେ ଦେଖିବା 6 ଜୁନ 2025 ରୁ 28 ଜୁଲାଇ 2025 ଭାରତରେ କଣ କଣ ହଉଛି। ଏଇଟା ଗୋଟେ ଥିଲା, ଗୋଟେ ଏଜୁକେସନାଲ ପାଇଁ ଥିଲା। ଆମେ ତ ଚାହୁଁନୁ କେମିତି ବହୁତ ମାତ୍ରାରେ ଲସ୍ ହଉ, ଲୋକମାନଙ୍କୁ ପ୍ରୋବ୍ଲେମ ହଉ, ବଟ ଏଇ ଟାଇମରେ କରିବା ଉଚିତ। କଣ କରିବା ଉଚିତ ହେଲା କି ସମସ୍ତଙ୍କୁ ସ୍ପିରିଚୁଆଲ ରହିବା କଥା ଆଉ ଭଗବାନ ମହାଦେବଙ୍କର ପୂଜା କରିବା କଥା। ୟାଠୁ ବଡ ରେମେଡି କିଛି ନାହିଁ। ଆଉ ଆପଣ କିନ୍ତୁ ତ ଇଣ୍ଡିଆନ ଆର୍ମି ପାଇଁ ହବ, ଆର୍ମି ପାଇଁ ଏଇଟା ସୁବର୍ଣ୍ଣ ସୁଯୋଗ, ତାର ଡେଭଲପମେଣ୍ଟ ହବ, ତାର ଡିଫେନ୍ସ ସିଷ୍ଟମ ବଢିବ, ସବୁ କିଛି ବଢିବ। ବଟ ଏଠି ଏହା ଗୋଟିଏ କୌଣସି ମାତ୍ରାରେ କହିବାକୁ ଗଲେ ଗୋଟେ ଭଲ ଯୋଗ ନୁହଁ। ଠିକ ଅଛି, ମେ ବି ପିଓକେ ଏଇ ଟାଇମ ପିରିୟଡ ଭିତରେ ପିଓକେ ଆମ ଭାରତକୁ ଆସିପାରେ, ବା ପିଓକେ କୁ ଭାରତକୁ ଆଣିବା ପାଇଁ ଭଲ ବି ହବ, ଖରାପ ବି ହବ, ଭଲ ବି ହେଇପାରେ, ଖରାପ ବି ହେଇପାରେ। ଠିକ ଅଛି। ଆଉ ଆଉ କିଛି ଏକ୍ସଟ୍ରା କହିଲେ ଏଇଟା ପଲିଟିକାଲ ଏଜେଣ୍ଡା ହେଇଯିବ। ଆଜିର ଜୟ ଶ୍ରୀ ଜଗନ୍ନାଥ।